ମହିମା ଧର୍ମ ଏକ ଧର୍ମ ନୁହେଁ, ଏହା ହେଉଛି ଏକ ଜୀବନ ଦର୍ଶନ। ନା ମୂର୍ତ୍ତି, ନା ମନ୍ଦିର, ନା ଆଡ଼ମ୍ବର। ମହିମା ଧର୍ମ ଶିଖାଏ ନିରାକାର ବ୍ରହ୍ମଙ୍କୁ ହୃଦୟରେ ଅନୁଭବ କରିବା। ଏହି ଧର୍ମ ସତ୍ୟ, ସାଧୁତା, ସମତା ଓ ଆତ୍ମଶୁଦ୍ଧିକୁ ଜୀବନର ମୂଳ ଆଧାର କରିଥାଏ। ଜାତିପାତି, ଧନୀ ଗରିବ, ଉଚ୍ଚ ନୀଚର କୌଣସି ଭେଦଭାବ ନାହିଁ। ସମସ୍ତେ ସମାନ, ସମସ୍ତେ ମାନବ। ମହିମା ଧର୍ମ ମଣିଷକୁ ଶିଖାଏ ଅହଙ୍କାର ତ୍ୟାଗ କରିବା, ଲୋଭ ଓ ହିଂସାରୁ ଦୂରରେ ରହିବା ଏବଂ ଭକ୍ତିକୁ ଜୀବନର ଆଚରଣ କରିବା। ଯେଉଁଠାରେ ଭକ୍ତି ଦେଖାଯାଏ ନାହିଁ, ଭକ୍ତିକୁ ଅନୁଭବ କରିହୁଏ, ସେ ହିଁ ହେଉଛି ମହିମା ପଥ। ମହିମା ଧର୍ମ ଆଜି ମଧ୍ୟ ମଣିଷକୁ ସତ୍ୟର ଆଲୋକ ଦେଖାଉଛି, ଶାନ୍ତି, ସହଯୋଗ ଓ ମାନବତାର ସନ୍ଦେଶ ଦେଉଛି। ପବିତ୍ର ଚୋରନ୍ଦା ମେଳାର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଗୁରୁ ବ୍ରହ୍ମ ମହିମା ଅଲେଖ।